ଆମେ ଏବେ ଅଛୁ ଦେବୀନଦୀ ମୁହାଣ ପାଖରେ। ଦେବୀନଦୀ ମୁହାଣ ଦେବୀନଦୀରେ 3-4ଟା ମୁହାଣ ଅଛି। ଏଇଟା ଗୋଟେ ମୁହାଣ, ତାର ଆରପଟରେ ଆଉ ଗୋଟେ ମୁହାଣ ଅଛି, ଆଉ ଆଗରେ ଗୋଟେ ମୁହାଣ ଅଛି। ଏଇଠି ସବୁ କ୍ୟାମ୍ପିଂ କରିବାକୁ, ତ ଏଇ ଜାଗାରେ ଆପଣ ଆସିବାକୁ ହେଲେ ଆମ ପାଖରେ ସବୁ ଆରେଞ୍ଜ ଅଛି। ମୁଁ ଆଗକୁ କହିବି ସେଇଟା। ଚାଲନ୍ତୁ ଟିକେ ବିଚ୍ ଆଡେ ବୁଲି ଆସିବା। ଏ ଜାଗାରେ ତ ଠିକ୍ ଅଛି, ଏଠି ଟିକେ ଆମକୁ କେୟାରଫୁଲ୍ ବି ହବାକୁ ପଡେ ଯେହେତୁ ଏଟା ମୁହାଣ ମୁହଁ। ଆଉ ନଦୀର ଡେପ୍ଥଟା ଏଠି ଟିକେ ସଡନଲି ଅଛି। କୋଉ ଜାଗାରେ ଫ୍ଲାଟ୍ ହୁଏ, ମାନେ ଯେତେବେଳେ ପାଣି ମାଡ଼ିବ ଜାଗାଟା ଫ୍ଲାଟ୍ ତ ରହିବ, କିନ୍ତୁ ଯେତେବେଳେ ପାଣି ଛାଡ଼ିଯାଏ ଆର କେତେଟା ଜାଗା ବହୁତ ସଡନଲି ଡେପ୍ଥ ଅଛି। ତ ଏଇ ଜାଗାକୁ ଯେତେବେଳେ ବି ଆପଣ ଆସୁଥିବେ ଟିକେ କେୟାରଫୁଲି ଆସିବାକୁ ପଡ଼ିବ। ଆଉ ନଦୀ ଆଉ ସମୁଦ୍ର ଭିତରେ ଗାଧେଇବା ଆଭଏଡ୍ କଲେ ବେଟର୍। ଏଠି ଗୋଟେ ବଢିଆ ଜିନିଷ ଦେଖନ୍ତୁ, କଙ୍କଡା ମାନଙ୍କ କେମିତି ଗାତ, ସେ କଙ୍କଡା କେମିତି ଗାତ ଖୋଳି 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 ଯାଇଛି ଭିତରକୁ। କଙ୍କଡା ଗାତଟି କ୍ରାବ ଗୋଟେ ଗୋଡ ଥିବ ଆଙ୍କର, ନାଲି କଙ୍କଡା। ଗୋଟେ ଗୋଡ ବାଲା, ଏତେ ବଡ ବଡ ସେ ପୁଳେଇ ପୁଳେଇ କେମିତି କଙ୍କଡା ଗାତ କରିଦେଇଛନ୍ତି ନା। ଆଉ ଧରିବା ବି କଷ୍ଟ, ସେ ବହୁତ ଚାଲି ଯାଉଛି। ସନ୍ଧ୍ୟାବେଳେ ଏଇ ଜାଗାରେ ଟେବୁଲ ଚେୟାରରେ ଆମେ ବସିକି ମୋଷ୍ଟଲି ଡିନର କରୁ। ଆଉ ପୁରା ପାଖରେ ରହୁନ୍, ପାଣିର ବୁଲେଇକି ନଈ ଆଡକୁ ଟିକେ ଚେୟାର ଫେୟାର